ବିଜୁ ଜନତା ଦଳ ସରକାର 24 ବର୍ଷ ଏ ରାଜ୍ୟର ଶାସନ ବ୍ୟବସ୍ଥାରେ ଥିଲା। ମୋତେ ଲାଗୁଛି ଶାସନ ବ୍ୟବସ୍ଥାର ହ୍ୟାଙ୍ଗଓଭର ତାଙ୍କର ବୋଧେ ଯାଇନି। ଲୋକ ତାଙ୍କୁ କ୍ଷମତାରୁ ବାହାର କରିସାରିଲେଣି, କିନ୍ତୁ ସେ ଭାବୁଛନ୍ତି ଯେ ଆମେ ବି ଆଜି ବି ସରକାରରେ ଅଛୁ। ନାଇଁ ଦେଖନ୍ତୁ, ଏ କଥା ତ ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଓଡ଼ିଶାର ଜନସାଧାରଣ ଭୋଟ ଦେଇଛନ୍ତି। 24 ବର୍ଷ ପରେ ଗୋଟେ ସରକାରକୁ ବଦଳେଇଛନ୍ତି। ବିଜୁ ଜନତା ଦଳ ସରକାର 24 ବର୍ଷ ଏ ରାଜ୍ୟର ଶାସନ ବ୍ୟବସ୍ଥାରେ ଥିଲା। ମୋତେ ଲାଗୁଛି ଶାସନ ବ୍ୟବସ୍ଥାର ହ୍ୟାଙ୍ଗଓଭର ତାଙ୍କର ବୋଧେ ଯାଇନି। ଲୋକ ତାଙ୍କୁ କ୍ଷମତାରୁ ବାହାର କରିସାରିଲେଣି, କିନ୍ତୁ ସେ ଭାବୁଛନ୍ତି ଯେ ଆମେ ବି ଆଜି ବି ସରକାରରେ ଅଛୁ। ବିଭାଗ ବଣ୍ଟନ ଦାୟିତ୍ୱ ସରକାରଙ୍କର, କୋଉ ବିଭାଗରେ କିଏ ରହିବ, କୋଉଠି ଭୁଲ ଠିକ ହେଲା ତାକୁ ମଧ୍ୟ ଜନସାଧାରଣ ଯେଉଁମାନେ ଆଜି ଭାରତୀୟ ଜନତା ପାର୍ଟିକୁ ସରକାରରେ ବସେଇଛନ୍ତି ସେମାନେ ନିର୍ଦ୍ଧାରଣ କରିବେ। ବିରୋଧୀ ଦଳ ଯଦି କ୍ଷମତାରେ ରହିବା ପାଇଁ ଏତେ ବ୍ୟାକୁଳ, ଅପେକ୍ଷା କରନ୍ତୁ, ପୁଣି ନିର୍ବାଚନ ଆସିବ, ଜନସାଧାରଣ ଯାହାକୁ ବସେଇବେ। କାରଣ ବଣ୍ଟନ ଯେଉଁ ବିଭାଗ ବଣ୍ଟନ ଦାୟିତ୍ୱ ସରକାରଙ୍କ ପାଖରେ ଥାଏ। ଯେହେତୁ ଆଙ୍କର ସରକାର ହ୍ୟାଙ୍ଗଓଭର ଆଜି ପର୍ଯ୍ୟନ୍ତ ଯାଇନାହିଁ, କେଉଁଠି ନା କେଉଁଠି ମୋତେ ଲାଗୁଛି ଯିଏ ବିଜୁ ଜନତା ଦଳର ଛାୟା କେନ୍ଦ୍ର ଥିଲେ ତାଙ୍କ ନିର୍ଦ୍ଦେଶରେ, ତାମିଲ ବାବୁଙ୍କ ନିର୍ଦ୍ଦେଶରେ ଏସବୁ ପୁଣି ଚାଲୁଛି ବୋଲି ଆମର ବିଶ୍ୱାସ ହେଉଛି। କାହିଁକି ନା କେଉଁଠି ନା କେଉଁଠି ଆପଣ ଦେଖନ୍ତୁ, ଏ କଥାକୁ ଆପଣ ଯଦି ଦେଖିବେ, ଦୂରରୁ ରହିକି ଦେଖିବେ, ଏ ନିର୍ଦ୍ଦେଶ ଲାଗୁଛି ସତିକି ପୂର୍ବରୁ ଯିଏ ବିଜୁ ଜନତା ଦଳକୁ ଚଳାଉଥିଲେ, ରାଜନୀତି ଛାଡ଼ି ଦେଇଛନ୍ତି ବୋଲି ଘୋଷଣା କରିଛନ୍ତି, ତାଙ୍କ ନିର୍ଦ୍ଦେଶରେ ଏସବୁ କାମ ହେଉଛି ବୋଲି ଆମେ ବିଶ୍ୱାସ କରୁଛୁ। ଏବଂ ଆମେ ଅନୁରୋଧ କରୁଛୁ, ବିରୋଧୀ ଦଳ, ଜନସାଧାରଣ ଆପଣଙ୍କୁ ସରକାରରୁ ଠେଲି ଦେଇଛନ୍ତି ବିରୋଧୀ ଦଳରେ, ତେଣୁ ବିରୋଧୀ ଦଳର ଭୂମିକା କରନ୍ତୁ। ସରକାର ହ୍ୟାଙ୍ଗଓଭରରୁ ଟିକେ ଦୂରେଇ ଯାଆନ୍ତୁ। ତେଣୁ ଯେଉଁ ଲୋକ, ଯେଉଁ ଜନସାଧାରଣ ଦାୟିତ୍ୱ ଦେଇଛନ୍ତି ସରକାରକୁ, ସରକାର ତାଙ୍କର ଜନସାଧାରଣଙ୍କ କାମ କରିବେ। ବିଭାଗରେ କୋଉଠି ଭୁଲ ଠିକ ହେଲା, ମୁଖ୍ୟମନ୍ତ୍ରୀ ତାକୁ ମଧ୍ୟ ତଦାରଖ କରିବେ ଏବଂ ଠିକ ଭାବରେ କେମିତି କାମ ହେବ ତାକୁ ଆଗାମୀ ଦିନରେ ଦେଖିବେ। ନାଇଁ, ନିଶ୍ଚିତ ଭାବେ ପୋଲ ଖୋଲିବା, ସିଏ ତ ନିଶ୍ଚିତ ଭାବେ ଯଦି ଯିଏ ଯୋଉଠି ଆପଣମାନେ ଦେଖିଛନ୍ତି, ସରକାର ଆସିବା ଦିନଠୁ ଯେଉଁ ସବୁ ନିଷ୍ପତ୍ତି ନିଆଯାଉଛି, ସେ ନିଷ୍ପତ୍ତିରେ କୋଉଠି ନା କୋଉଠି ବିଜୁ ଜନତା ଦଳର ବା ବିଗତ 5 ଥର ସରକାରରେ ଥିବା ଲୋକଙ୍କୁ କଷ୍ଟ ହେଉଛି। ତେଣୁ ସେମାନେ ଭାବୁଛନ୍ତି ସିଏ ଯୋଉ ଭୁଲ କରିଥିଲେ ଏ ସରକାର ସେମିତି ଭୁଲ କରୁ। ତେଣୁ ନିଜର ପୋଲ ଖୋଲିବା କଥା ଯୋଉ କଥା କହୁଛନ୍ତି, ସେଇଟା ଗୋଟିଏ କାରଣ ହେଇଥାଇପାରେ, କିନ୍ତୁ ଆଙ୍କର ସରକାର ହ୍ୟାଙ୍ଗଓଭର ଏପର୍ଯ୍ୟନ୍ତ ଯାଇନାହାନ୍ତି। ସେମାନେ ଭାବୁଛନ୍ତି ଆଜି ବି ସେମାନେ ମନ୍ତ୍ରୀ ଅଛନ୍ତି, ଆଜି ବି ସେମାନେ ମୁଖ୍ୟମନ୍ତ୍ରୀ ଅଛନ୍ତି। ତେଣୁ ଜନସାଧାରଣଙ୍କ ରାୟକୁ ସମ୍ମାନ ଦେବା ଶିଖନ୍ତୁ। ଜନସାଧାରଣ ଯୋଉ ନିଷ୍ପତ୍ତି ନେଇଛନ୍ତି ତାକୁ ସମ୍ମାନ ଦେବା ବିଜୁ ଜନତା ଦଳ ଶିଖୁ। ନାଇଁ, ଆମେ ତ କହୁଛୁ ପୂର୍ବ ସରକାର ଓଡ଼ିଶାକୁ 1 ନମ୍ବର କରିଛନ୍ତି। 1 ନମ୍ବର ଯୋଉ କରିଛନ୍ତି, ସବୁ ତଳ ଆଡୁ 1 ନମ୍ବର କରିଛନ୍ତି, କୋଉଠି ଉପର ଆଡୁ 1 ନମ୍ବର କରିନାହାନ୍ତି। କାରଣ ସେ ଯୋଉ ଇଏ ବାହାରିଛି ଲିଷ୍ଟ, ତାକୁ ସେ ଭଲ ଭାବେ ଦେଖିନାହାନ୍ତି। 1 ନମ୍ବର କରିଛନ୍ତି, ସବୁ ଦୃଷ୍ଟିରୁ ତଳ ଆଡୁ 1 ନମ୍ବର କରିଥିଲେ। ଏ ସରକାର ଯୋଉ ଆସିଛି ବା ଡବଲ ଇଞ୍ଜିନର ସରକାର, ଓଡ଼ିଶାରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟିର ସରକାର ଅଛି। ଜନସାଧାରଣଙ୍କ ସହଯୋଗରେ ଓଡ଼ିଶାକୁ 1 ନମ୍ବର କରିବା ପାଇଁ ଚେଷ୍ଟା କରେ।